दशमस्कन्धे पूर्वार्धे अक्रूरस्तुतिर्नाम 43 जय जगन्नाथ जय जगन्नाथ जय जगन्नाथ। जगन्नाथ स्वामी नयन पथगामी भवतु में परमशास्त्र भागवत श्रवण करुले आपण मान दशम स्कंदर 43 अध्याय को श्रवण करुले। ए अध्याय आपण माने जानिले रामकृष्ण को अक्रूर प्रार्थना। सुक कहले हे नारायण जमुना रे स्नान करू करू अक्रूर जल मध्य दुई हाथ जोड़ी प्रभु श्रीकृष्ण को प्रार्थना कले। हे निर्गुण पुरुष तुम्हें सर्वव्यापी, तुम्हें अव्यक्त, तुम्हें निराकार, तुम्हें नारायण, तुम्हें परम कारण, तुमर आदि अंत कई जानी नाहंती। कर्मयोगी माने तुमको यज्ञ माध्यम पूजा करती, ज्ञानी माने योग माध्यम तुमको पूजा करती, सनक आदि ऋषिगण तुमर चरण पूजा करी शांति पाती। तुम्हें अनेकर एक वेदपति ब्रह्मा तुम नाभिरु जात होई मध्य तुमर स्वरूप को जानी पारि नाहंती। सर्वदेवगण तुमको पूजा करी फल लाभ करती। जगतर कल्याण पई तुम्हें मत्स्य रूपरे, कर्म रूपरे, कूर्म रूपरे, शुकर रूपरे, नृसिंह रूपरे,
ବାମନ ରୂପରେ, ରାମ ରୂପରେ, ପରଶୁରାମ ରୂପରେ ଅବତାର ଗ୍ରହଣ କରିଛନ୍ତି। ଏବେ ବସୁଦେବ ପୁତ୍ର ଶ୍ରୀକୃଷ୍ଣ ରୂପରେ ତୁମେ ଜଗତର ଉଦ୍ଧାର ପାଇଁ ଅବତାର ଗ୍ରହଣ କରିଛ। ତୁମର ମାୟା ଜଗତରେ ମୁଁ ଅଜ୍ଞାନ ପ୍ରଭୁ, ମାୟା ଚକ୍ରରେ ପଡ଼ି ମୁଁ ଭ୍ରମିତ ଅବସ୍ଥାରେ ଅଛି। ତୁମ ଅଭୟ ଚରଣ ତଳେ ମୋତେ ଆଶ୍ରୟ ଦିଅ ଭଗବାନ। ଇନ୍ଦ୍ରିୟଙ୍କ ଭୃତ୍ୟ ହୋଇ ମୁଁ ବିଷକୁ ଅମୃତ ମନେ କରି ଭକ୍ଷଣ କରୁଛି। ମୋତେ ଉଚିତ ମାର୍ଗ ପ୍ରଦର୍ଶନ କର ନାରାୟଣ। ତୁମ ଚରଣ କମଳରେ ମୁଁ ଶରଣ ପଶୁଛି। ମୋର ମନକୁ ନିଶ୍ଚଳ କର ହେ ପରମ ପୁରୁଷ, ହେ ବାସୁଦେବ। ମୋତେ ତୁମରି ଭାବରେ ବୁଡ଼େଇ ଦିଅ। ଅକୁରଙ୍କର ଏ ସ୍ତୁତି ଯେଉଁମାନେ ଶ୍ରବଣ କରନ୍ତି ସେମାନେ ଭବସାଗରୁ ଉଦ୍ଧାର ପାଆନ୍ତି। ଆଜି ଆପଣମାନେ ଭବସାଗରୁ ଉଦ୍ଧାର ପାଇବାର ମାର୍ଗ ପରମଶାସ୍ତ୍ର ଭାଗବତ ଶ୍ରବଣ କରୁଥିଲେ। 10ମ ସ୍କନ୍ଦ 43 ଅଧ୍ୟାୟ। ଆସନ୍ତାକାଲି ଧ୍ୱଜାବନ୍ଧା ପରେ ପରେ ପରମଶାସ୍ତ୍ର ଭାଗବତ ଶ୍ରବଣ କରିବାର ସୌଭାଗ୍ୟ ମଧ୍ୟ ପାଇବେ। ପରମଶାସ୍ତ୍ର ଭାଗବତ ଆସନ୍ତାକାଲି 10ମ ସ୍କନ୍ଦ 44 ଅଧ୍ୟାୟ। ଏ ଅଧ୍ୟାୟରେ ଆପଣମାନେ ଜାଣିବେ ଭାଗବତରେ ଶ୍ରୀରାମକୃଷ୍ଣଙ୍କ ମଥୁରା ପ୍ରବେଶ ଏବଂ ରଜକବଦ୍ଧ, ମାଳାକାର ସୁଦାମାଙ୍କୁ ବର ପ୍ରଦାନ ଓ ରାମକୃଷ୍ଣଙ୍କ ମଥୁରା ଭ୍ରମଣ। ପରମଶାସ୍ତ୍ର ଭାଗବତ ଏଠାରେ ବିଶ୍ରାମ ଦେଇ ଦର୍ଶନ କ୍ରମକୁ ଆମେ ଆପଣମାନଙ୍କୁ ନେଇଯାଉଛୁ। ଦର୍ଶନ କରୁ କରୁ ପ୍ରଥମେ ଆନନ୍ଦ ବଜାରର ପରିସରକୁ ଆମ ଦୃଷ୍ଟିଗୋଚର ବା ସନ୍ଦର୍ଶନ କରୁଛେ। ଗୋଟିଏ ପଟେ ପତିତ ପାବନ ଦେବ ଗୁମୁଟରେ ବିରାଜମାନ କରିଛନ୍ତି, ଆଉ ଗୋଟିଏ ପଟେ ଚିତ୍ର ଆମେ ଦେଖୁଛେ ଆନନ୍ଦ